ମୁଁ ଅରୁଣ କୁମାର ବିଶୋଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କୋଅପରେଟିଭ ସୋସାଇଟିର ମୁଁ ସଭାପତି ଅଛି। ତ ଆମେ ଯେତେ ସ୍ୱେୟାର ହୋଲ୍ଡର ଅଛନ୍ତି ତାଙ୍କର ମିଟିଂ କରା ଜେନେରାଲ ବଡି ମିଟିଂ କରାଯାଏ। ଆଗରୁ ଆମେ ଏଇଟା କଟକରେ କରିଥିଲୁ, ବିଗତ ବର୍ଷଠୁ ଏଇଟା ଆମେ ଭୁବନେଶ୍ୱରକୁ ନେଇ ଆସୁ, ଭୁବନେଶ୍ୱରରେ କରୁଛୁ। ପ୍ରତ୍ୟେକ ବର୍ଷ ଆମର ସଭ୍ୟମାନେ ଓଡ଼ିଶାର ବିଭିନ୍ନ 30ଟା ଜିଲ୍ଲାରେ ଯେତେ ଜଣ ଅଛନ୍ତି ସବୁ ଜାଗାରୁ ଆସନ୍ତି। ଆଗରୁ ପ୍ରଥମେ ଏଇ ସୋସାଇଟି ଆମର ଆରମ୍ଭ ହୋଇଥିଲା 1974 ମସିହାରୁ। କଟକରେ ମାତ୍ର 11 ଜଣ ସଦସ୍ୟଙ୍କୁ ନେଇକି ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାର ସଭ୍ୟ ସଂଖ୍ୟା ହେଲାଣି 1700 ପ୍ଲସ, ଆରାଉଣ୍ଡ 1800 ଖଣ୍ଡେ ଆମର ସଭ୍ୟ ସଂଖ୍ୟା ହେଲାଣି। ଆମେ ସେ ସଭ୍ୟ ସଂଖ୍ୟା ଭିତରେ ତାଙ୍କର ସଭ୍ୟମାନଙ୍କର ଉନ୍ନତି ପାଇଁ, ଆମେ ସଭ୍ୟମାନଙ୍କର ଭଲ ଦରକାର ପାଇଁ ଆର୍ଥିକ ଯେତେବେଳେ ଦରକାର ପଡୁଛି, ମେଡିକାଲ ଏମର୍ଜେନ୍ସି ହଉ, ହାଉସିଂ ଆରେଞ୍ଜମେଣ୍ଟ ଦରକାର ପଡୁ କିମ୍ବା ଏଜୁକେସନରେ ଦରକାର ପଡୁ କିମ୍ବା ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଆମ କୋଅପରେଟିଭ ସୋସାଇଟି ତରଫରୁ ବିଭିନ୍ନ ସମୟରେ ସଭ୍ୟମାନଙ୍କୁ ଲୋନ ଦିଆଯାଏ ଏବଂ ତାଙ୍କଠୁ ମଧ୍ୟ ଡିପୋଜିଟ ରଖୁ ୱିଥ ହାୟର ରେଟ୍ ଅଫ ଇଣ୍ଟରେଷ୍ଟ ଏବଂ ବିଭିନ୍ନ ପ୍ରକାର ସୋସିଆଲ ୱେଲଫେୟାର କାମ ଆମେ କରୁଛୁ ଏବଂ ମେମ୍ବର ମାନଙ୍କର ୱେଲଫେୟାର କାମ ମଧ୍ୟ ଆମେ କରୁଛୁ। ୱେଲଫେୟାରରେ ଆମର ଆଗରୁ ହାଉସିଂ ର ସ୍କିମରେ ଗୋଟେ ଥର ଆମେ ଦେଇଥିଲୁ ଏବଂ ଏଇ ସମୟରେ ଆମେ କିଛି ହାଉସିଂ ସ୍କିମରେ ବିଭିନ୍ନ ପ୍ଲଟିଂ କରିକି ଦେବା ପାଇଁ ଆମେ ଚେଷ୍ଟା କରୁଛୁ। ଆଗାମୀ ଦିନରେ ଆମେ ମଧ୍ୟ ଆମ ମେମ୍ବର ମାନେ ପାଇଁ ବାର୍ତ୍ତା ରହିବ, ସମସ୍ତେ ଏଠାରେ ସଭ୍ୟ ହୁଅନ୍ତୁ ଏବଂ ଆମର କୋଅପରେଟିଭକୁ ଆଗକୁ ନେବା ପାଇଁ ସମସ୍ତେ ସହଯୋଗର ହାତ ବଢାନ୍ତୁ। କାରଣ କୋଅପରେଟିଭ ହେଲା ସହଯୋଗ, ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ, ହେଲ୍ପିଂ ଇଚ୍ ଅଦର ଆମର ମୋଟୋ ନେଇକି ଆମେ କୋଅପରେଟିଭକୁ ଆଗେଇ ନେବା ପାଇଁ ଆମେ ଚେଷ୍ଟା କରୁଛୁ ଏବଂ ସମସ୍ତଙ୍କୁ ମଧ୍ୟ ଏହା ଜଣାଉଛୁ ଯେ ଆପଣଙ୍କ ମାଧ୍ୟମରେ ସମସ୍ତେ ଏଥିରେ ସହଯୋଗ। ମୁଁ ଅରୁଣ କୁମାର ବିଶୋଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କୋଅପରେଟିଭ ସୋସାଇଟିର ମୁଁ ସଭାପତି ଅଛି। ତ ଆମେ ଯେତେ ସ୍ୱେୟାର ହୋଲ୍ଡର ଅଛନ୍ତି ତାଙ୍କର ମିଟିଂ କରା ଜେନେରାଲ ବଡି ମିଟିଂ କରାଯାଏ। ଆଗରୁ ଆମେ ଏଇଟା କଟକରେ କରିଥିଲୁ, ବିଗତ ବର୍ଷଠୁ ଏଇଟା ଆମେ ଭୁବନେଶ୍ୱରକୁ ନେଇ ଆସୁଛୁ, ଭୁବନେଶ୍ୱରରେ କରୁଛୁ। ପ୍ରତ୍ୟେକ ବର୍ଷ ଆମର ସଭ୍ୟମାନେ ଓଡ଼ିଶାର ବିଭିନ୍ନ 30ଟା ଜିଲ୍ଲାରେ ଯେତେ ଜଣ ଅଛନ୍ତି ସବୁ ଜାଗାରୁ ଆସନ୍ତି। ଆଗରୁ ପ୍ରଥମେ ଏଇ ସୋସାଇଟି ଆମର ଆରମ୍ଭ ହୋଇଥିଲା 1974 ମସିହାରୁ। କଟକରେ ମାତ୍ର 11 ଜଣ ସଦସ୍ୟଙ୍କୁ ନେଇକି ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାର ସଭ୍ୟ ସଂଖ୍ୟା ହେଲାଣି 1700 ପ୍ଲସ, ଆରାଉଣ୍ଡ 1800 ଖଣ୍ଡେ ଆମର ସଭ୍ୟ ସଂଖ୍ୟା ହେଲାଣି। ଆମେ ସେ ସଭ୍ୟ ସଂଖ୍ୟା ଭିତରେ ତାଙ୍କର ସଭ୍ୟମାନଙ୍କର ଉନ୍ନତି ପାଇଁ, ଆମେ ସଭ୍ୟମାନଙ୍କର ଭଲ ଦରକାର ପାଇଁ ଆର୍ଥିକ ଯେତେବେଳେ ଦରକାର ପଡୁଛି, ମେଡିକାଲ ଏମର୍ଜେନ୍ସି ହଉ, ହାଉସିଂ ଆରେଞ୍ଜମେଣ୍ଟ ଦରକାର ପଡୁ କିମ୍ବା ଏଜୁକେସନରେ ଦରକାର ପଡୁ କିମ୍ବା ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଆମ କୋଅପରେଟିଭ ସୋସାଇଟି ତରଫରୁ ବିଭିନ୍ନ ସମୟରେ ସଭ୍ୟମାନଙ୍କୁ ଲୋନ ଦିଆଯାଏ ଏବଂ ତାଙ୍କଠୁ ମଧ୍ୟ ଡିପୋଜିଟ ରଖୁ ୱିଥ ହାୟର ରେଟ୍ ଅଫ ଇଣ୍ଟରେଷ୍ଟ ଏବଂ ବିଭିନ୍ନ ପ୍ରକାର ସୋସିଆଲ ୱେଲଫେୟାର କାମ ଆମେ କରୁଛୁ ଏବଂ ମେମ୍ବର ମାନଙ୍କର ୱେଲଫେୟାର କାମ ମଧ୍ୟ ଆମେ କରୁଛୁ। ୱେଲଫେୟାରରେ ଆମର ଆଗରୁ ହାଉସିଂ ର ସ୍କିମରେ ଗୋଟେ ଥର ଆମେ ଦେଇଥିଲୁ ଏବଂ ଏଇ ସମୟରେ ଆମେ କିଛି ହାଉସିଂ ସ୍କିମରେ ବିଭିନ୍ନ ପ୍ଲଟିଂ କରିକି ଦେବା ପାଇଁ ଆମେ ଚେଷ୍ଟା କରୁଛୁ। ଆଗାମୀ ଦିନରେ ଆମେ ମଧ୍ୟ ଆମ ମେମ୍ବର ମାନେ ପାଇଁ ବାର୍ତ୍ତା ରହିବ, ସମସ୍ତେ ଏଠାରେ ସଭ୍ୟ ହୁଅନ୍ତୁ ଏବଂ ଆମର କୋଅପରେଟିଭକୁ ଆଗକୁ ନେବା ପାଇଁ ସମସ୍ତେ ସହଯୋଗର ହାତ ବଢାନ୍ତୁ। କାରଣ କୋଅପରେଟିଭ ହେଲା ସହଯୋଗ, ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ, ହେଲ୍ପିଂ ଇଚ୍ ଅଦର ଆମର ମୋଟୋ ନେଇକି ଆମେ କୋଅପରେଟିଭକୁ ଆଗେଇ ନେବା ପାଇଁ ଆମେ ଚେଷ୍ଟା କରୁଛୁ ଏବଂ ସମସ୍ତଙ୍କୁ ମଧ୍ୟ ଏହା ଜଣାଉଛୁ ଯେ ଆପଣଙ୍କ ମାଧ୍ୟମରେ ସମସ୍ତେ ଏଥିରେ ସହଯୋଗ କରୁ।